ଅହଙ୍କାରୀ କଇଁଛ। ଗୋଟିଏ ପୋଖରୀ କୂଳରେ ଦୁଇଟି ହଂସ ରହୁଥିଲେ। ଗୋଟିଏ ପୋଖରୀରେ ଥିବା ଗୋଟିଏ କଇଁଛ ସେମାନଙ୍କର ସାଙ୍ଗ ଥିଲା। ସେମାନେ ନିରୋଳାରେ ନିଜ ଭିତରେ କେତେ ଭଲ ମନ୍ଦ ବିଷୟରେ ଗପସପ ହେଉଥିଲେ। ଦିନେ ଗାଁ ଲୋକେ ଠିକ୍ କଲେ ପୋଖରୀରୁ ସବୁ ମାଛ କଇଁଛ ଧରିବେ। ହଂସ ଦୁଇଟି ଯାକ କଇଁଛକୁ ଏକଥା କହିଦେଲେ। କଇଁଛ ଏକଥା ଶୁଣିବା ମାତ୍ରେ ଡରିଯାଇ କହିଲା, ମୋତେ ଆଉ ଗୋଟିଏ ପୋଖରୀରେ ନେଇ ଛାଡ଼ି ଆସ। ହଂସ ଯୋଡ଼ିକ ତା କଥା ଶୁଣି ରାଜି ହେଲେ। ଆଉ ଗୋଟିଏ ବାଡ଼ି ଆଣି କଇଁଛକୁ ମଝିରୁ କାମୁଡ଼ି ଧରିବାକୁ କହିଲେ। ଆଉ ସେଇ ବାଡ଼ିଟିକୁ ଦୁଇଟି ହଂସ ଦୁଇ ପଟୁ କାମୁଡ଼ି ଧରିଲେ। ବାଡ଼ି ଖଣ୍ଡକର ମଝିରୁ କଇଁଛ କାମୁଡ଼ି ଧରିଲା। ହଂସମାନେ ଉଡ଼ି ଉଡ଼ିକା ଚାଲିଲେ। କିଛି ବାଟ ଯିବା ପରେ ଗୋଟିଏ ପଡ଼ିଆରେ କିଛି ପିଲା ଖେଳୁଥିଲେ। ସେମାନେ ହଂସ ଓ କଇଁଛକୁ ଦେଖି ତାଳି ମାରି ପାଟି କଲେ। ଜଣେ କହିଲା, କଇଁଛଟା ପଡ଼ିଯାଆନ୍ତା କି? ଆଉ ଜଣେ କହିଲା, କଇଁଛଟା ପଡ଼ିଗଲେ ସଙ୍ଗେ ସଙ୍ଗେ ଏଇଠି ତାକୁ ପୋଡ଼ି ଦେଇ ଖାଇଦିଅନ୍ତି। ଏ କଥା ଶୁଣି କଇଁଛ ରାଗିଯାଇ ସେମାନଙ୍କୁ ଗାଳି କରିବା ପାଇଁ ମୁହଁ ଖୋଲିଲା। ତାପରେ ସେ ସଙ୍ଗେ ସଙ୍ଗେ ତଳେ ପଡ଼ି ମରିଗଲା। କଇଁଛର ଅହଙ୍କାର ଥିବାରୁ ସେ ଦୁଷ୍ଟ ପିଲାମାନଙ୍କ କଥା ସହି ନପାରି ମଲା। ଯଦି ସେ ପାଟି ନ ଖୋଲିଥାନ୍ତା, ସେ ହଂସ ଦୁଇଟି ସାଙ୍ଗରେ ଆଉ ଗୋଟିଏ ପୋଖରୀକୁ ଯାଇ ଖୁସିରେ ରହିଥାନ୍ତା। କିନ୍ତୁ ତା ମନରେ ଅହଙ୍କାର ଭରିଯିବାରୁ ସେ ପିଲାମାନଙ୍କୁ ଗାଳି କରିବା ପାଇଁ ପାଟି ଖୋଲିଲା। ତେଣୁ ସେ ତଳେ ପଡ଼ି ତା'ର ଜୀବନ ଗଲା। ଏଥିରୁ ଆମେ ଶିଖିଲେ ଯେ ରାଗ ଅହଙ୍କାର ଖରାପ ଗୁଣ ଛାଡ଼ି ଦେଇ ସର୍ବେ